हेलो फ्रेंड्स, जय जगन्नाथ, जय माँ तारिणी। आज मु मो माँ को कहली, माँ आज टे चिकेन हो। माँ कहले आज पा मंगलवार, मंगलवार किए चिकेन खाए। ମୁଁ କହିଲି ହଉ ଠିକ୍ ଅଛି, ତାହେଲେ ଆଜି କିଛି ଏମିତି ଗୋଟେ କର ଯେମିତି ବହୁତ ମସ୍ତ ଲାଗିବ ତରକାରୀ। ମାଁ କହିଲେ ହଉ ଠିକ୍ ଅଛି, ଦେଖ ତୋ ପାଇଁ ଆଜି ସ୍ପେଶାଲ ଗୋଟେ କରିଛି। ପ୍ରଥମେ ପାଣିକୁ ଗରମ କଲେ, ତାପରେ ସୋୟାବିନ୍କୁ ସେଥିରେ ପକେଇଲେ। ସୋୟାବିନ୍ ଯେତେବେଳେ ଗରମ ହେଇସାରିଲା, ଫୁଟି ସାରିଲା, ତାପରେ ସୋୟାବିନ୍କୁ ଗୋଟେ ପାତ୍ରକୁ କାଢ଼ି ଆଣିଲେ। ତାପରେ ଦେଖନ୍ତୁ ମାଁ କେତେ ଷ୍ଟାଇଲରେ ପୋଟଳକୁ ଧରିଛନ୍ତି ହେଲା। ତାପରେ ପୋଟଳକୁ ସାଇଜ ଭାବରେ ଗୋଟି 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 କରି କାଟିଲେ। କାଟି ସାରିଲା ପରେ ତାପରେ କିଛି ପିଆଜକୁ ଆଣିଲେ, ପିଆଜକୁ ଟିକ୍ 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 କରି କାଟିଲେ। କହିଲେ ଦେଖ ଆଜି କେମିତି ଚିକେନ ତରକାରୀ ପରିକା ଲାଗୁଛି, ତୁ ଖାଲି ଦେଖ ଆଉ ଟେଷ୍ଟ କର। କହିଲି ହଉ ଠିକ୍ ଅଛି। ତାପରେ ପୁଣି ଯୋଉ ସୋୟାବିନ୍କୁ ଗରମ କରାହେଇଥିଲା ପାଣିରେ, ସେଇ ସୋୟାବିନ୍କୁ ହାତ ଚିପୁଡ଼ିକି ଆଣିକି ଗୋଟେ ଜାଗାରେ ରଖିଲେ, କାରଣ ପାଣି ଅଂଶଟା ପଳେଇବ। ତାପରେ ମା ଗ୍ୟାସଟାକୁ ଅନ୍ କଲେ। ଅନ୍ କରିସାରିଲା ପରେ ଷ୍ଟାଇଲରେ ଦେଖନ୍ତୁ କେମିତି କଡ଼େଇଟାକୁ ବସେଇଲେ। ତାପରେ ବୋତଲ ଠିପିକୁ କାଢ଼ି ଯେତିକି ପରିମାଣରେ ତେଲ ଦରକାର ସେତିକି ପରିମାଣରେ ତେଲ କଡ଼େଇରେ ପକେଇଲେ। ପକେଇ ସାରିଲା ପରେ ତାପରେ ପୋଟଳକୁ ପ୍ରଥମେ ଫ୍ରାଏ କରିବା ପାଇଁ ରଖିଲେ। ଫ୍ରାଏ କରିସାରିଲା ପରେ ଦେଖନ୍ତୁ କେମିତି ପୋଟଳ କଲର ବ୍ରାଉନ୍ ହେଇଗଲା। ତାପରେ ଗୋଟେ ଜାଗାକୁ କାଢ଼ି ଆଣିଲେ। କାଢ଼ି ଆଣି ସାରିଲା ପରେ ତାପରେ ସୋୟାବିନ୍ ଯେଉଁ ଥିଲା ତାକୁ ଫ୍ରାଏ କଲେ। ଫ୍ରାଏ କରିସାରିଲା ପରେ ଦେଖନ୍ତୁ ଗୋଟେ ପାତ୍ରକୁ ତାକୁ ବି କଢ଼ା ଗଲା। କଢ଼ା ହେଇ ସାରିଲା ପରେ ପୁଣି ଆଉ ଥରେ କିଛି ପରିମାଣ ତେଲ ଦେଲେ। ତେଲ ଦେବା ପରେ ଧଣିଆ, ଜିରା ଏମିତି ଦେଲେ। ତାପରେ ପିଆଜକୁ ଭଲ ଭାବରେ କଷିଲେ। କଷି ସାରିଲା ପରେ ତାପରେ ଅଦା ରସୁଣ ପେଷ୍ଟ ଦେଲେ। ଅଦା ରସୁଣ ପେଷ୍ଟ ଦେଇ ସାରିଲା ପରେ ହଳଦୀ ଲଙ୍କାଗୁଣ୍ଡ ଦେଇଛନ୍ତି, କିନ୍ତୁ ମୁଁ ଭୁଲି ଯାଇଛି ସେଇ ଭିଡ଼ିଓଟା କରିବା ପାଇଁ, ଏଥିପାଇଁ ଦେଖେଇନି। ଏଥିପାଇଁ ମିଟ୍ ମସଲା ଲଙ୍କାଗୁଣ୍ଡ ଦେଲେ। ଲଙ୍କାଗୁଣ୍ଡ ଦେଇ ସାରିଲା ପରେ କିଛି ପରିମାଣରେ ଦହି ଦେଲେ, କାରଣ ଆମକୁ ତ ଚିକେନ ପରିକା ଟେଷ୍ଟ ଦରକାର ନା, ସେଥିପାଇଁ କିଛି ପରିମାଣରେ ଦହି ଦେଲେ। ଦହି ଦେଇ ସାରିଲା ପରେ ଆମ ଯେଉଁ ପ୍ରସ୍ତୁତ କରାଯାଇଥିବା ଆଗରୁ ସୋୟାବିନ୍ ଆଉ ପୋଟଳକୁ ତା ଉପରେ ପକେଇ ଦେଲେ। ପକେଇ ଦେଇ ସାରିଲା ପରେ ଦେଖନ୍ତୁ କିଛି ସମୟ ପରେ ଘୋଡ଼େଇ ଦେଲେ। ଘୋଡ଼େଇ ଦେଇ ସାରିଲା ପରେ ଆମ ପୋଟଳ କଷା ରେଡ଼ି ହେଇସାରିଲାଣି। ରେଡ଼ି ହେଇସାରିଲାଣି। କିଛି ପରିମାଣରେ ପାଣି ଦେଲେ। ପୁଣି ହାଲକା ଆପଣଙ୍କ ଯେତିକି ଦରକାର, ଆମର ଆଉ ଟିକେ ଦରକାର ଥିଲା, ଆଉ ଟିକେ ପାଣି ଦିଆଗଲା। ଦେଖନ୍ତୁ କେମିତି ଦେଖାଉଛି ତରକାରୀଟା, ଦେଖନ୍ତୁ। ତାପରେ ରୋଷେଇ ସରିଲା ପରେ ମାଆଙ୍କୁ କହିଲି, ମା ଦିଅ ମୁଁ ବା ଟେଷ୍ଟ କରି। ମା କହିଲେ ରହ ମୁଁ ଆଗେ ଟେଷ୍ଟ କରିସାରେ, ତାପରେ ତୁ ଟେଷ୍ଟ କରିବୁ। ମୁଁ କହିଲି ଖାଇବା ପାଇଁ ପରା କହିଥିଲି, ମୁଁ ବନେଇବା ପାଇଁ କହିଥିଲି, ମୁଁ ତମେ କେମିତି ଟେଷ୍ଟ କରୁଛ? ମା କହିଲେ ଆରେ ରହ ମୁଁ ଆଗେ ଟେଷ୍ଟ କରିସାରେ, କେମିତି ଲାଗୁଛି ତାପରେ ତତେ କହିବିନି କି, ତାପରେ ତୁ ଟେଷ୍ଟ କରିଦବୁ। ମୁଁ କହିଲି ହଉ ଠିକ୍ ଅଛି, କେମିତି ଲାଗୁଛି କୁହ। ୱାହ, ମା ତ ହଁ କହିଲେ, ବହୁତ ଖୁସି।